ବନ୍ଧୁମାନେ ମିଠା ବାଣ୍ଟିବା ପାଇଁ ପ୍ରସ୍ତୁତ ହୋଇଯାଅ। ହଁ, ସମ୍ଭବତଃ ଭଗବାନ ଆପଣଙ୍କୁ ଏହି ଟଙ୍କାର ଉପହାର ଦେବାକୁ ଚାହାନ୍ତି। ଆପଣଙ୍କ ଜୀବନରେ ଏଭଳି ପ୍ରଥମ ଥର ପାଇଁ ଘଟିଛି। ତେଣୁ ମିଠା ବାଣ୍ଟିବା ପାଇଁ ପ୍ରସ୍ତୁତ ହୋଇଯାଅ। ଭଗବାନ ଶ୍ରୀହରି ବିଷ୍ଣୁ ମହାଦେବଜୀଙ୍କ ସହିତ ଭଗବାନ ଗଣେଶ ଓ ବଜରଙ୍ଗବଲି, ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ମହାଲକ୍ଷ୍ମୀ ଅର୍ଥାତ୍ ସମସ୍ତ ଦେବଦେବୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି ଏବଂ ଆଜିର ଏହି ଭବିଷ୍ୟବାଣୀ କୌଣସି ସାଧାରଣ ଭବିଷ୍ୟବାଣୀ ନୁହେଁ, ବରଂ ବହୁତ ବିଶେଷ ଏବଂ ଲାଭଦାୟକ। ଯଦି ଆପଣ ଏହାକୁ ଟିକେ ବି ସ୍କିପ୍ କରିଦେବେ, ତେବେ ମନେ ରଖିବେ ଯେ ଆପଣ ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରିଦେବେ, କାରଣ ଆଜିର ଏହି ଭବିଷ୍ୟବାଣୀ ଆପଣଙ୍କ ମନକୁ ଛୁଇଁଯିବା ଭଳି। ବହୁତ ବଡ଼ ବଡ଼ ଖୁସିର ଖବର ଅଧୀର ଆଗ୍ରହରେ ଆପଣଙ୍କ ଅପେକ୍ଷାରେ ଅଛି ଏବଂ ମୁଁ ଆଦୌ ମିଛ କହୁନାହିଁ। ହଁ ବନ୍ଧୁମାନେ, ଜୟ ଶ୍ରୀହରି, ହର ହର ମହାଦେବ, ଜୟ ବଜରଙ୍ଗବଲି, ଜୟ ଶନିଦେବ ମହାରାଜ। ସେହିପରି ମାତା ମହାଲକ୍ଷ୍ମୀ ଏବଂ ଭଗବାନ ଖାଟୁ ଶ୍ୟାମଜୀ ମଧ୍ୟ ଆପଣଙ୍କ ଉପରେ ମେବାନ ହୋଇଛନ୍ତି। ବନ୍ଧୁମାନେ, ମନେ ରଖିବେ, ମଝିରେ ମଝିରେ ଜୀବନରେ ଏଭଳି ସମୟ ଆସେ ଯେତେବେଳେ ମନେ ହୁଏ ମୁଁ ତ ବହୁତ ପରିଶ୍ରମ କରୁଛି, କିନ୍ତୁ କୌଣସି ଫଳାଫଳ ଦେଖିବାକୁ ମିଳୁନାହିଁ। ଟଙ୍କା ଆସିଲେ ବି ଘରେ ତିଷ୍ଠେ ନାହିଁ। ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ। କାମ ହେଉ ହେଉ ମଧ୍ୟାନ୍ତରରେ ଅଟକି ଯାଏ ଏବଂ ମନରେ ଗୋଟିଏ ପ୍ରଶ୍ନ ଆସେ, ଆମର ଜୀବନ କେବେ ବଦଳିବ? କେବେ ଆମର ଭାଗ୍ୟ ଚମକିବ? କେବେ ଆମର ଭାଗ୍ୟ ସମସ୍ତଙ୍କୁ ଜବାବ ଦେବ? କିନ୍ତୁ ଜ୍ୟୋତିଷଶାସ୍ତ୍ରୀୟ ମାନ୍ୟତା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏଭଳି ଏକ ସମୟ ଆସେ ଯେତେବେଳେ ପରିସ୍ଥିତି ହଠାତ୍ ମୋଡ଼ ନେବାକୁ ଆରମ୍ଭ କରେ। ହଁ ବନ୍ଧୁମାନେ, ଆଜିର ଏହି ବାର୍ତ୍ତାଟି ଠିକ୍ ସେହି ବିଶେଷ ପରିବର୍ତ୍ତନ ଆଡ଼କୁ ହିଁ ସୂଚାଉଛି। ଆପଣଙ୍କ ସାମ୍ନାରେ ଥିବା ଧନ, ମିଠା, ପ୍ରଦୀପ, ଦେବଦେବୀ ଏବଂ ଗ୍ରହଗୁଡ଼ିକର ଏହି ସମ୍ପୂର୍ଣ୍ଣ ଦୃଶ୍ୟଟି କେବଳ କୌଣସି ସାଜସଜ୍ଜା ନୁହେଁ ବନ୍ଧୁମାନେ। ଆପଣ ରେ ଯାହା ଦେଖିଛନ୍ତି, ଏହାକୁ ଏକ ପ୍ରତୀକାତ୍ମକ ସଂକେତ ଭାବରେ ବୁଝନ୍ତୁ। ଧର୍ମକର୍ମ ସହିତ ଆଶୀର୍ବାଦ ଏବଂ ପରିଶ୍ରମ ସହିତ ସଠିକ୍ ସମୟର ମେଳ ଭାବରେ ବୁଝନ୍ତୁ। ହଁ ବନ୍ଧୁମାନେ, ଭଗବାନ ଶ୍ରୀକୃଷ୍ଣ ରାଧେରାଧେଙ୍କ କୃପାରୁ ଆପଣଙ୍କ ଜୀବନରେ ଏତେ ବଡ଼ ସୁଯୋଗ ଏହି ପ୍ରଥମ ଥର ପାଇଁ ଆସୁଛି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣିବେ, କାରଣ ଏହାପରେ ଆମେ ଆଲୋଚନା କରିବା ଭଗବାନ ଶ୍ରୀହରି ବିଷ୍ଣୁ ମହାଦେବଜୀ ଏବଂ ବଜରଙ୍ଗବଲି ଶନିଦେବ ମହାରାଜ, ମା ଲକ୍ଷ୍ମୀ, ମା ସରସ୍ୱତୀ ଏବଂ ସମସ୍ତ ଦେବଦେବୀଙ୍କ ସେହି ବିଶେଷ ଆଶୀର୍ବାଦ ସମ୍ପର୍ଣ୍ଣରେ, ଯାହା ଏହି ସମୟରେ ଆପଣଙ୍କ ଉପରେ ମେବାନ ହୋଇଛି। ମୁଁ ଆଦୌ ମିଛ କହୁନାହିଁ, ସତ କହୁଛି। ଆଗାମୀ ସମୟ ଆପଣଙ୍କ ଜୀବନ ପାଇଁ ସବୁଠାରୁ ବିଶେଷ ଏବଂ ଲାଭଦାୟକ ହୋଇପାରେ। ଏତେ ବଡ଼ ଖୁସିର ଖବର ଆପଣ ଜୀବନରେ ଏହି ପ୍ରଥମ ଥର ପାଇଁ ପାଇବେ। ତେଣୁ ବନ୍ଧୁମାନେ, ଆଜିର ଏହି ଭବିଷ୍ୟବାଣୀର ପ୍ରଥମ ସଂକେତଟି ଆପଣଙ୍କୁ କହୁଛି ଭଗବାନ ଶ୍ରୀବିଷ୍ଣୁଜୀଙ୍କ ଆଶୀର୍ବାଦ। ହଁ, ବିଷ୍ଣୁଜୀଙ୍କୁ ଜଗତର ପାଳନକର୍ତ୍ତା ଭାବରେ ମାନାଯାଏ। ଜ୍ୟୋତିଷ ଓ ଧାର୍ମିକ ମାନ୍ୟତାରେ ଗୁରୁଗ୍ରହକୁ ଜ୍ଞାନ, ବିସ୍ତାର ଏବଂ ମାର୍ଗଦର୍ଶନ ସହିତ ଯୋଡ଼ି ଦେଖାଯାଏ। ଯେତେବେଳେ ଜୀବନରେ ଗୁରୁତତ୍ତ୍ୱ ମଜବୁତ ହୁଏ, ସେତେବେଳେ ବ୍ୟକ୍ତିକୁ ସଠିକ୍ ଲୋକଙ୍କ ସାଥ ମିଳିଥାଏ। ବନ୍ଦ ଥିବା ରାସ୍ତାରେ ନୂଆ ରାସ୍ତା ଦେଖିବାକୁ ମିଳିଥାଏ ଏବଂ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ଉନ୍ନତ ହୋଇଥାଏ। ହଁ ବନ୍ଧୁମାନେ, ଏହାର ସବୁଠାରୁ ବଡ଼ ସଂକେତ କ'ଣ? ଯେଉଁ କାମଟିକୁ ନେଇ ଆପଣ ଦୀର୍ଘ ସମୟରୁ ପେରେଶାନ ଥିଲେ, ସେହି କାମଟିରେ ହଠାତ୍ କୌଣସି ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ଆଉ ସାହାଯ୍ୟ କେବଳ ଏକ ପ୍ରକାରର ହୋଇନଥାଏ, ଅନେକ ପ୍ରକାରର ସାହାଯ୍ୟ ମିଳିପାରେ। ଅଥବା ଏଭଳି ହୋଇପାରେ ଯେ କୌଣସି ଅଟକି ରହିଥିବା ଜବାବ ଆପଣଙ୍କ ପାଖକୁ ଆସିଯାଏ। କୌଣସି ପୁରୁଣା ସମ୍ପର୍କରୁ ହଠାତ୍ ଆପଣଙ୍କୁ ଲକ୍ଷ କୋଟି ଟଙ୍କାର ଲାଭ ମିଳିଯାଏ, କିମ୍ବା ଏଭଳି ଅବସର ସାମ୍ନାକୁ ଆସେ ଯାହାର ଆପଣ କେବେ କଳ୍ପନା ମଧ୍ୟ କରିନଥିଲେ। ଏହିସବୁ ଆପଣଙ୍କ ଭଲ କର୍ମ ଏବଂ ପରିଶ୍ରମର ବଦଳତରେ ହିଁ ସମ୍ଭବ ହୋଇଛି। ହଁ, ଏବଂ ଏହା ହେଉଛି ଆଜିର ପ୍ରଥମ ବାର୍ତ୍ତା।
ପରିଶ୍ରମ ଛାଡ଼ିବା ଆଦ ନୁହେଁ ଏବଂ ଆଶା ଭାଙ୍ଗିବାକୁ ଦେବା ମଧ୍ୟ ନୁହେଁ। ଭଗବାନ ସମସ୍ତ ଭକ୍ତଙ୍କ ଡାକ ଶୁଣନ୍ତି ଏବଂ ଏହି ସମୟଟି ଜଗତପାଳକ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। କାରଣ ଭାଗ୍ୟର ଦ୍ୱାର କେବେ ଖୋଲିଯାଏ ତାହା କେହି ଜାଣନ୍ତି ନାହିଁ। ତୈୟ ସଂକେତଟି ବହୁତ ମନୋଯୋଗ ଦେଇ ଶୁଣନ୍ତୁ। ଭଗବାନ ମହାଦେବଜୀଙ୍କ କୃପା। ଏବେ ଆମେ ଦେବ କେ ଦେବ ମହାଦେବଜୀଙ୍କ କଥା କହୁଛୁ। ମହାଦେବ କେବଳ ବିନାଶର ଦେବ ନୁହନ୍ତି ବରଂ ପରିବର୍ତ୍ତନର ମଧ୍ୟ ପ୍ରତୀକ ଅଟନ୍ତି। ଭଗବାନ ଭୋଳାନାଥ ସତରେ ଭୋଳା ଅଟନ୍ତି। ବନ୍ଧୁମାନେ, ମଝିରେ ମଝିରେ ଜୀବନରେ ପୁରୁଣା ଜିନିଷଗୁଡ଼ିକ ଏଥିପାଇଁ ଭାଙ୍ଗିଯାଏ କାରଣ ନୂଆ ଆରମ୍ଭ ପାଇଁ ଜାଗା ପ୍ରସ୍ତୁତ ହେଉଥାଏ। ହଁ, ଆପଣଙ୍କ ଜୀବନରେ ଯଦି ଗତ ସମୟରେ କିଛି ସମ୍ପର୍କୀୟ ଦୂରେଇ ଯାଇଛନ୍ତି, କିଛି ପାଖ ଲୋକ ଦୂରେଇ ଯାଇଛନ୍ତି, କିଛି ଯୋଜନା ବିଫଳ ହୋଇଛି କିମ୍ବା କିଛି କାମ ଆପଣଙ୍କ ଇଚ୍ଛା ଅନୁଯାୟୀ ହୋଇନାହିଁ, ତେବେ ପ୍ରତିଟି ଘଟଣାକୁ କେବଳ ଦୁର୍ଭାଗ୍ୟ ବୋଲି ଭାବନ୍ତୁ ନାହିଁ। ଅନେକ ସମୟରେ ସେହି ବାଧାଗୁଡ଼ିକ ଆଗକୁ ଯାଇ ସୁରକ୍ଷା ମଧ୍ୟ ପାଲଟିଯାଏ। ହଁ, ମହାଦେବଜୀଙ୍କ ବାର୍ତ୍ତା ଜାଣି ଏହା ହିଁ, ଯାହା ଆପଣଙ୍କ ପାଇଁ ସଠିକ୍ ନୁହେଁ ତାହା ଛାଡ଼ିବାର ସାହସ ନିଜ ଭିତରେ ରଖନ୍ତୁ ଏବଂ ଯାହା ସଠିକ୍ ତାହା ପାଇଁ ସଂଗ୍ରାମ ଜାରି ରଖନ୍ତୁ। କାରଣ ଆଗାମୀ ସମୟ ଆପଣଙ୍କ ପାଇଁ ବଦଳିବାକୁ ଯାଉଛି। ଯଦି ଆପଣ ଶିବଭକ୍ତ ଅଟନ୍ତି, ତେବେ ସକାଳ କିମ୍ବା ସନ୍ଧ୍ୟା ସମୟରେ ସଚ୍ଚା ମନ ଓ ହୃଦୟର ଭାବ ସହିତ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଏହା କୌଣସି ଚମତ୍କାରୀ ଗ୍ୟାରେଣ୍ଟି ନୁହେଁ, କିନ୍ତୁ ଯଦି ଆପଣ ମନରୁ ଏହି ମନ୍ତ୍ର ଜପ କରିବେ, ତେବେ ମହାଦେବ ସ୍ୱୟଂ ଆପଣଙ୍କ ରକ୍ଷା କରିବେ ଏବଂ ଆପଣଙ୍କ ଜୀବନର ଦରିଦ୍ରତାକୁ ଦୂର କରିବେ। କେବଳ ବିଶ୍ୱାସ ଆପଣଙ୍କର ରହିବା ଦରକାର। ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂକେତ ମୁଁ ଆପଣଙ୍କୁ କହିବାକୁ ଯାଉଛି, ବଜରଙ୍ଗବଲୀଜୀଙ୍କ ଶକ୍ତି। ହଁ, ଏବେ ଆସୁଛୁ ବଜରଙ୍ଗବଲୀଜୀଙ୍କ ଶକ୍ତି ଉପରେ। ଯେତେବେଳେ ମନୁଷ୍ୟ ଭୟରେ ଘେରିଯାଏ, ଆତ୍ମବିଶ୍ୱାସ ଦୁର୍ବଳ ହୋଇପଡ଼େ, ଛୋଟ ଛୋଟ ସମସ୍ୟାଗୁଡ଼ିକ ବଡ଼ ବଡ଼ ବୋଲି ମନେ ହେବାକୁ ଲାଗେ, ସେତେବେଳେ ହନୁମାନଜୀଙ୍କ ଭକ୍ତି, ସାହସ ଏବଂ ଅନୁଶାସନର କଥା ମନ ପକାଇଦିଏ। ହଁ ବନ୍ଧୁମାନେ, ହନୁମାନଜୀ ସ୍ୱୟଂ ସଙ୍କଟମୋଚନ। ଯଦି ଆପଣ ଆଗାମୀ ଦିନରେ ତାଙ୍କର ପୂଜାପାଠ କରନ୍ତି, ସଚ୍ଚା ମନରେ ଭଗବାନଙ୍କ ନିକଟରେ ବିନତି କରନ୍ତି, ତେବେ ହନୁମାନଜୀ ଆପଣଙ୍କ ଡାକ ନିଶ୍ଚୟ ଶୁଣିବେ। ମୋ କଥାକୁ ଦୟାକରି କେହି ମଜାକ ବୋଲି ଭାବନ୍ତୁ ନାହିଁ। ଜ୍ୟୋତିଷଶାସ୍ତ୍ରୀୟ ପରମ୍ପରାରେ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନଜୀଙ୍କ ଆରାଧନା ବିଶେଷ ଭାବରେ କରାଯାଏ। ଏହି ଦିନ ଯଦି ଆପଣ ହନୁମାନଜୀଙ୍କ ପୂଜାପାଠ କରନ୍ତି, ତେବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହିତ ଶନିଦେବ ମହାରାଜଜୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କୁ ଲାଗେ ଯେ ଲୋକମାନେ ଆପଣଙ୍କ ବିରୁଦ୍ଧରେ ଅଛନ୍ତି, ଶତ୍ରୁମାନେ ଆପଣଙ୍କୁ ଧ୍ୱଂସ କରିବାକୁ ଚାହୁଁଛନ୍ତି, କାମରେ ବାରମ୍ବାର ବାଧା ଆସୁଛି କିମ୍ବା ମନରେ ଭୟ ବନି ରହିଛି, ତେବେ ଘବଡ଼ାଇ ଯିବାର ସ୍ଥାନରେ ନିଜ କର୍ମକୁ ମଜବୁତ ରଖିବା ଉଚିତ। ମଙ୍ଗଳବାର ଦିନ ଶ୍ରଦ୍ଧାର ସହିତ ହନୁମାନଜୀଙ୍କ ସ୍ମରଣ କରିବେ। ସେହିପରି ଓମ୍ ହନୁମତେ ନମଃ ମନ୍ତ୍ରର ଜପ କରିବେ ପୂଜାପାଠ କରିବା ସମୟରେ। ଏବଂ ସବୁଠାରୁ ଜରୁରୀ କଥା, ଆପଣଙ୍କ ପାଇଁ କାହାର ମନ୍ଦ ଚିନ୍ତା କରି ନିଜର ଶକ୍ତି ଖରାପ କରନ୍ତୁ ନାହିଁ। କାରଣ ପ୍ରକୃତ ଜିତିବା ସେତେବେଳେ ହୁଏ ଯେତେବେଳେ ଆପଣଙ୍କ ଧ୍ୟାନ ଶତ୍ରୁ ଉପରେ ନୁହେଁ ବରଂ ନିଜର ମଞ୍ଜିଲ ଉପରେ ଥାଏ। ଏହି କଥାଟି ଆପଣ ବୁଝିପାରୁଥିବେ। ଆଗାମୀ ସମୟ ଆପଣଙ୍କ ପାଇଁ କୌଣସି ସାଧାରଣ ସମୟ ହେବାକୁ ଯାଉନାହିଁ, ବରଂ ଆପଣଙ୍କ ଜୀବନ ପାଇଁ ସବୁଠାରୁ ବିଶେଷ ଏବଂ ଲାଭଦାୟକ ସମୟ ହେବ। ଯେପରି ଆପଣ କେବେ ଚିନ୍ତା ମଧ୍ୟ କରିନଥିଲେ, ତାଠାରୁ ଅନେକ ଗୁଣା ଅଧିକ ଲାଭ ମିଳିବ। ହାର ମାନନ୍ତୁ ନାହିଁ। ଗୋଟିଏ ଦିନ ଯଦି ଆପଣଙ୍କ ପାଇଁ ଖରାପ ଯାଇଛି, ତେବେ ପ୍ରତିଦିନ ଆପଣଙ୍କ ପାଇଁ ଖରାପ ହେବ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ଆଜି ଖରାପ ହୋଇଛି ତ କାଳ ଆପଣ ଆହୁରି ଭଲ କରିପାରିବେ। ସବୁବେଳେ କାମବ୍ୟାକ କରିବା ବିଷୟରେ ଚିନ୍ତା କରନ୍ତୁ। ସମୟ ବଦଳୁଛି ବନ୍ଧୁମାନେ। ଚତୁର୍ଥ ସଂକେତ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଯାଉଛି,
ଶନିଦେବ ମହାରାଜଙ୍କ ନ୍ୟାୟ। ହଁ ବନ୍ଧୁମାନେ, ଏବେ ଆମେ ସେହି ଦେବତାଙ୍କ କଥା କହିବା ଯାହାଙ୍କ ନାମ ଶୁଣିବା ମାତ୍ରେ ବହୁତ ଲୋକ ଡରିଯାଆନ୍ତି, ବହୁତ ଲୋକଙ୍କ ଭିତରେ ଘବରାହଟ ହୋଇଯାଏ। ଯାହାଙ୍କ ନାମ ହେଉଛି ଶନିଦେବ ମହାରାଜ, କର୍ମଫଳର ଦେବତା ଭାବରେ ମଧ୍ୟ ଜଣାଯାଆନ୍ତି। କିନ୍ତୁ ଶନିଦେବଙ୍କୁ କେବଳ ଭୟ ସହିତ ଯୋଡ଼ିବା ଆଦୌ ସଠିକ୍ ନୁହେଁ। ଧାର୍ମିକ ମାନ୍ୟତାରେ ଶନିଦେବଙ୍କୁ କର୍ମ ଏବଂ ନ୍ୟାୟ ସହିତ ଯୋଡ଼ି ଦେଖାଯାଏ, ଅର୍ଥାତ୍ ଯେପରି କର୍ମ ସେପରି ଫଳ। ଏହି ବିଚାରଟି ଆମକୁ ନିଜ କର୍ମର ଦାୟିତ୍ୱ ନେବାର ପ୍ରେରଣା ଦେଇଥାଏ। ତେଣୁ ଯଦି ଆପଣଙ୍କ ଜୀବନରେ ବିଳମ୍ବ ହେଉଛି, ତେବେ ନିରାଶ ହୁଅନ୍ତୁ ନାହିଁ। ଅନେକ ସମୟରେ ବିଳମ୍ବର ଅର୍ଥ ଶେଷ ଆଦୌ ନୁହେଁ। ଅନେକ ସମୟରେ ବିଳମ୍ବ ଆମକୁ ମଜବୁତ କରିବାର ସଠିକ୍ ସମୟ ଦେଇଥାଏ। ହଁ ବନ୍ଧୁମାନେ, ଶନିଦେବଙ୍କ କୃପା ପାଇବାର ସବୁଠାରୁ ବଡ଼ ଉପାୟ ହେଉଛି କାହାକୁ ଠକିବା ନୁହେଁ, ପରିଶ୍ରମରୁ ପଳାୟନ କରିବା ନୁହେଁ ଏବଂ ଜରୁରୀମନ୍ଦ ବ୍ୟକ୍ତିଙ୍କ ସହିତ ଭୁଲ ବ୍ୟବହାର କରିବା ନୁହେଁ। ଏହା ଶନିଦେବ ଶିଖାନ୍ତି ଯେ ସବୁବେଳେ ସତ୍ୟ କର୍ମ କର, ଲୋକଙ୍କୁ ସାହାଯ୍ୟ କର, କାହା ସହିତ ଖରାପ କର ନାହିଁ। ଜୀବନରେ ଯଦି ଆଗକୁ ବଢ଼ିବାକୁ ହୁଏ, ତେବେ ଧୈର୍ଯ୍ୟ ରଖନ୍ତୁ। ଯଦି ଆପଣ ଧୀରେ ଧୀରେ ଆଗକୁ ବଢ଼ିବେ, ତେବେ ବଡ଼ ସଫଳତା ପାଇବେ। କିନ୍ତୁ ହଠାତ୍ ଯଦି ହୋହଲ୍ଲା କରିବେ, ହାଡ଼ବଡ଼ି କରିବେ, ତେବେ ନିଜ ହାତରେ ହିଁ ଗଡ଼ବଡ଼ ହୋଇଯିବ ଏବଂ ଆପଣ ଯେଉଁଠାରେ ପହଞ୍ଚିବାକୁ ଚାହାନ୍ତି ସେଠାରେ ପହଞ୍ଚି ପାରିବେ ନାହିଁ। ମଞ୍ଜିଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପରିଶ୍ରମ, ଡେଡିକେସନ ଏବଂ ଧୈର୍ଯ୍ୟର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ଶନିବାର ଦିନ ନିଜ କ୍ଷମତା ଅନୁଯାୟୀ ଜରୁରୀମନ୍ଦ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଉଚିତ। ତେଣୁ ଆଜିଠାରୁ ହିଁ ଆପଣ ନିଜ ମନରୁ ଏକ ସଂକଳ୍ପ ନିଅନ୍ତୁ ଏବଂ କୁହନ୍ତୁ, ମୁଁ ପରିଶ୍ରମ କରିବି, ଭୁଲ ରାସ୍ତାରୁ ବର୍ତ୍ତିବି ଏବଂ ନିଜ କର୍ମକୁ ଆହୁରି ଭଲ କରିବି। ଏହା ହିଁ ଶନିଦେବଙ୍କ ବାର୍ତ୍ତାର ସବୁଠାରୁ ସୁନ୍ଦର ରୂପ ଅଟେ। ଆପଣଙ୍କୁ ନିଜ ମନରେ ହିଁ ଏହା ଦୋହରାଇବାକୁ ହେବ। ହଁ ବନ୍ଧୁମାନେ, ଏବଂ କେବେ ମଧ୍ୟ କାହାର ପଦ୍ଧତି ଦେଖି ଜଳିବେ ନାହିଁ, କାହା ସହିତ ନିଜର ତୁଳନା କରିବେ ନାହିଁ। ଭଗବାନ ଯେପରି ମଧ୍ୟ ଆପଣଙ୍କୁ ଗଢ଼ିଛନ୍ତି, ସବୁଠାରୁ ଅଲଗା ଏବଂ ସର୍ବଶ୍ରେଷ୍ଠ କରି ଗଢ଼ିଛନ୍ତି। ଆପଣ ନିଜ ଭିତରେ ଅଦ୍ଭୁତ ଅଟନ୍ତି। ଆପଣ କେବେ ମଧ୍ୟ କାହା ସହିତ ତୁଳନା କରିବେ ନାହିଁ, କାରଣ ଆଗାମୀ ସମୟ ଆପଣଙ୍କ ପାଇଁ ସବୁଠାରୁ ବିଶେଷ ଏବଂ ଲାଭଦାୟକ ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ସହକର୍ମୀଙ୍କୁ ବ୍ୟକ୍ତିଗତ ପେରେଶାନୀରେ ସହଯୋଗ ସାହାରା ଦେବାକୁ ପଡ଼ିପାରେ। ତାଙ୍କର ବ୍ୟକ୍ତିଗତ କଥାକୁ ଗୋପନୀୟ ରଖନ୍ତୁ। ସମ୍ପର୍କରେ ବହୁତ ନରମତା ଏବଂ ବୁଝାମଣା ରହିବ। ପାର୍ଟନର ବିନା ଅଧିକ କହି ମଧ୍ୟ ଆପଣଙ୍କ ଭାବନା ବୁଝିପାରିବେ। କଥାବାର୍ତ୍ତାରେ ଆପଣାତ ରହିବ। ଅବିବାହିତ ଲୋକମାନେ କୌଣସି ବ୍ୟକ୍ତିଙ୍କ ସହିତ ପ୍ରଥମ ଖାସ୍ ଭାବନାତ୍ମକ ଯୋଡ଼ା ଅନୁଭବ କରିପାରନ୍ତି। କପଲମାନେ ନିଜ ସମ୍ପର୍କର ଗଭୀର କଥାଗୁଡ଼ିକ ଉପରେ ସହଜ ତରିକାରେ ଚର୍ଚ୍ଚା କରିପାରିବେ। ହାଲକା ସଙ୍ଗୀତ, ସାଧାରଣ ଏବଂ ପର୍ଯ୍ୟାପ୍ତ ପାଣି ମନ ଏବଂ ଶରୀରକୁ ଆରାମ ଦେଇପାରେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଭୁଲ ମୁଦ୍ରାରେ ବସିବାରୁ ବର୍ତ୍ତନ୍ତୁ। ନାରିଳ ପାଣି ସାଧାରଣ ପେୟ ତୋରରେ ନିଆଯାଇପାରେ, କିନ୍ତୁ